परिचय देवे। ମୁଁ ବ୍ରଜକିଶୋର ମହାନ୍ତି, ପୂର୍ବତନ ସରପଞ୍ଚ, ଅନଳିଆ ଗ୍ରାମ ପଞ୍ଚାୟତ। ଆପଣଙ୍କ ଶଙ୍ଖାମାଟି ଗାଁ ଆଜି ପର୍ଯ୍ୟନ୍ତ ଆମ ସହିତ ଅଛି, କିନ୍ତୁ ସେମାନେ ବାରମ୍ବାର ଅଭିଯୋଗ କରୁଛନ୍ତି ଯେ 1970 ପରେ ତାଙ୍କ ପାଖରୁ ଓଡ଼ିଶା ଗଭର୍ଣ୍ଣମେଣ୍ଟ କୌଣସି ରେଭିନ୍ୟୁ ନେଉନାହାନ୍ତି। ତାପରେ ମଧ୍ୟ ଓଡ଼ିଶା ସରକାରଙ୍କର ସମସ୍ତ ସହାୟତା ତାଙ୍କ ପାଖକୁ ଯୋଗାଇ ଦିଆଯାଇଛି। ପାଣି, ଇଲେକ୍ଟ୍ରିକ୍, ତାପରେ ଆପଣଙ୍କର ପାଇଖାନା, ରେସନ, ଭତ୍ତା, ରାସ୍ତାଘାଟ ସବୁକିଛି ତାଙ୍କ ପାଖକୁ ଯୋଗାଇ ଦିଆଯାଇଛି, ସ୍କୁଲ। କିନ୍ତୁ କେବଳ ଗୋଟେ ଜିନିଷ ଯେ ପ୍ରଧାନମନ୍ତ୍ରୀ ଆବାସ ଗୃହ ତାଙ୍କୁ ଦିଆଯାଇପାରୁନାହିଁ, କାରଣ ସେମାନେ ରେଭିନ୍ୟୁ ଓଡ଼ିଶାରେ ନୁହନ୍ତି ବୋଲି। ବାସସ୍ଥାନ ସାର୍ଟିଫିକେଟ୍ ତାଙ୍କ ପାଖରେ ଓଡ଼ିଶା ସରକାରଙ୍କର ନାହିଁ। ସେଇଥିପାଇଁ ସେମାନେ ବାରମ୍ବାର ଅଭିଯୋଗ କରୁଛନ୍ତି ଯେ ଆମକୁ ଓଡ଼ିଶା ସରକାର କାହିଁକି ଏମିତି ମନୋଭାବ ରଖିକି ଉଦାସୀନ ହେଇକି ଆମ ସହିତ ଅଛନ୍ତି, ଯାହାଫଳରେ ଆମେ ଅଲଗା କିଛି କାର୍ଯ୍ୟକ୍ରମ ପାଇଁ ଆମର ପିଲାମାନଙ୍କର ଭବିଷ୍ୟତ ନଷ୍ଟ ହେଉଛି, ପାଠ ପଢ଼ିବା ପାଇଁ ଆମେ ସୁଯୋଗ ଓଡ଼ିଶାରେ କରାଇ ପାରୁନାହୁଁ। ତେଣୁ ବାଧ୍ୟ ହୋଇ ସେମାନେ ଧୀରେ ଧୀରେ ୱେଷ୍ଟବେଙ୍ଗଲ ସରକାର ସହିତ ନିଜକୁ ଯୋଡ଼ିବା ପାଇଁ ଚାହୁଁଛନ୍ତି। ତ ବର୍ତ୍ତମାନ ପଶ୍ଚିମବଙ୍ଗରେ ମଧ୍ୟ ଭୋଟ ଦେଉଛନ୍ତି, ପଶ୍ଚିମବଙ୍ଗରେ ମଧ୍ୟ ସେମାନେ ଭୋଟ ଦେଉଛନ୍ତି, ଓଡ଼ିଶାରେ ଭୋଟ ଦେଉଛନ୍ତି। ଦୁଇ ଜାଗାରେ ଭୋଟ ଦେଉଛନ୍ତି, ଦୁଇଟା ସରକାର ପାଖରୁ ତାଙ୍କର ସହାୟତା ସମସ୍ତ କିଛି ସେମାନେ ପାଇପାରୁଛନ୍ତି। ଏ ବାବଦରେ ସରପଞ୍ଚ ହିସାବରେ ହଁ, ଏ ବାବଦରେ ଆମେ ମିଡ଼ିଆ ଭାଇମାନେ ଆମର ଆସନ୍ତି, ବାରମ୍ବାର ଆମେ ତାଙ୍କ ପାଖକୁ ଯାଉ, ସେମାନେ ସେଇ ସମାନ ଅଭିଯୋଗ କରନ୍ତି। ଆମେ ମିଡ଼ିଆ ଭାଇମାନଙ୍କ ଦ୍ୱାରା ସରକାରଙ୍କ ପାଖକୁ ବାରମ୍ବାର ବାଇକ୍ ମାଧ୍ୟମରେ ଲୋକଙ୍କ ସଚେତନ କରାଉଛୁ ଯେ କେମିତି ଜାଗାଟା ଆମ ଓଡ଼ିଶା ସରକାରକୁ ଆସିପାରିବ। ସେମାନେ ଆଗ୍ରହୀ ଅଛନ୍ତି, ସରକାର ତା ଉପରେ ପଦକ୍ଷେପ ନେବା ଦରକାର। ଏ କଥାକୁ ନେଇକି ଆମେ ତହସିଲଦାର ମଧ୍ୟ ଯାଇଛନ୍ତି, ବିଡ଼ିଓ ମଧ୍ୟ ଯାଇଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ତାର କିଛି ସୁଫଳ ହେଇପାରିନାହିଁ। କେଉଁ ଜାଗାରେ ଅଟକିଛି, କ'ଣ ପାଇଁ ଅଟକିଛି, ସେ କଥା ଉପର ମହଲରେ ଜାଣିଛନ୍ତି, ଆମ ପାଖରେ କିଛି। ଓଡ଼ିଶା ସରକାରଙ୍କୁ ମଧ୍ୟ ଆମେ ନିବେଦନ କରିବା ଯେ ଓଡ଼ିଶାର ଗୋଟେ ଗାଁ ଯେମିତି ହଜି ନ ଯାଉ ଓଡ଼ିଶା ମାନଚିତ୍ରରୁ, ସେଟା ଓଡ଼ିଶା ଭିତରେ କେମିତି ରହିପାରିବ, ସେମାନେ ଓଡ଼ିଶାବାସୀ ବୋଲି ନିଜକୁ ଗର୍ବ ଅନୁଭବ କରିବେ, ତା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଇ ସେମାନଙ୍କୁ ଓଡ଼ିଶାର ରେଭିନ୍ୟୁ ସାର୍ଟିଫିକେଟ୍ ବା ଜମି ପଟ୍ଟା ଦେବା ପାଇଁ ଆମେ ଦାବି ଜଣାଉ।